ମା ଲକ୍ଷ୍ମୀ କ'ଣ କରୁଛୁ ମା? ହଁ ମମି କ'ଣ କହୁଛ? କ'ଣ କରୁଛୁ? ନାଇଁ ଏଇଟା ଅଳିଆ ହେଇଛି ତ ସଜଡା କରିଥିଲି। ଆଚ୍ଛା, ଆଉ ମା କ'ଣ କହୁଥିଲି, ଚାଲୁ ଟିକେ ଯିବା ବୁଲି ଆସିବା ସେ ମାଉସୀ ଘରୁ। ମାଉସୀ ଫୋନ୍ କରିଥିଲେ, ଆଉ ସେ ମଉସାଙ୍କ ଦେହ କ'ଣ ଖରାପ ଅଛି, ଚାହାନ୍ତେ ବୁଲିକି ଆସନ୍ତେ। କୋଉଦିନ ଯିବା ମମି? କାଲି ଯିବା। କାଲି ଯିବା? ହଁ। ଗଲେ ମମି ଏଇନେ ଟଙ୍କା 2000 ଭଳିଆ ଖର୍ଚ୍ଚ ହବ। ଆଲୋ ମା, ପଇସାକୁ ଦେଖିଲେ ବନ୍ଧୁବାନ୍ଧବ ଚଳେଇ ପାରିବୁ? କ'ଣ କରିବା ଆଉ, ପଇସା ବନ୍ଧୁବାନ୍ଧବ କାହିଁ କରନ୍ତି? ଗଲେ ହୁଅନ୍ତାନି ମମି? କ'ଣ ହେଲା? 8 ଦିନ ଖଣ୍ଡେ ଗଲେ ହୁଅନ୍ତାନି? ନା ନା, କାଲି ଯିବାକୁ ପଡ଼ିବ। ସେ ମଉସା ଦେହ ବହୁତ ଖରାପ। ମାଉସୀ ଫୋନ୍ କରିଥିଲା ନା, କାଲି ଯିବାକୁ ପଡ଼ିବ। କାଲି ଯିବା? ହଁ। ଠିକ୍ ଅଛି, ତମେ ତମ ପୁଅଙ୍କୁ କହିଦିଅ। ଆମ ଗାଡ଼ି ତ ଅଛି, ଆମ ଗାଡ଼ିରେ ଯିବା, ଆଉ କ'ଣ। ହଉ ହଉ ଠିକ୍ ଅଛି ମମି। ହେଲେ ମୋର ତ ଗୋଟେ ଶାଢ଼ୀ ନାହିଁ ଭଲ ଶାଢ଼ୀ ପିନ୍ଧିକି ଯିବାକୁ। ଏଇ ଗୋଟେ କଥା, ମୁଁ ଏବେ ଯାଉଛି ତୋ ପାଇଁ ଶାଢ଼ୀ କିଣିକି ଆଣି। ଆଣିବ ମମି? ହଁ ହଉ ହଁ, ଠିକ୍ ମୋ ଅଛି, ବୋଉ ଯିବି ପିନ୍ଧିବ, ମୁଁ ଆଣିବିନି ଶାଢ଼ୀ। ଯିବି ଆଉ। ହଉ ହଉ ଠିକ୍ ଅଛି। ହଉ ମା, କ'ଣ କରୁଛୁ କର, ମୁଁ ଯାଏ ତୋ ପାଇଁ ଶାଢ଼ୀ ନେଇକି ଆସେ ଆଜ୍ଞା ହେଲା। ଆଜ୍ଞା, ମୁଁ ଯାଉଛି ରୋଷେଇଟା ଆରମ୍ଭ କରେ। ହଉ ହଉ।